ଦୁଇ ଦିନ ଓଡ଼ିଶାରେ ଏହିସବୁ ଜିଲ୍ଲାକୁ ଭାରି ବର୍ଷାର ସତର୍କ ସୂଚନା ଜାରି। ତ ଚାଲନ୍ତୁ ଦେଖିନେବା ସମ୍ପୂର୍ଣ୍ଣ ଅପଡେଟଟି କ'ଣ ରହିଛି। ଆସୁଛି ବର୍ଷା, ଧାନ କଟା ଏବଂ ଅମଳ ସମୟରେ ପାଣିପାଗକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର। ପଶ୍ଚିମ ଝଡ଼ ପ୍ରଭାବରେ ହେବ ବର୍ଷା। ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। 2 ଦିନ ବର୍ଷା ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ଆସନ୍ତା ଡିସେମ୍ବର 8 ତାରିଖ ଓ 9 ତାରିଖରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ପଶ୍ଚିମ ଝଡ଼ ପ୍ରଭାବରେ 8 ତାରିଖରେ 5 ଜିଲ୍ଲାରେ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। 1-2ଟି ସ୍ଥାନରେ ଅଧିକ ବର୍ଷା ହୋଇପାରେ। 5 ଜିଲ୍ଲା ହେଉଛି ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର ଓ ଦେବଗଡ଼। ସେଭଳି 9 ତାରିଖରେ 5 ଜିଲ୍ଲାରେ ବର୍ଷା ହୋଇପାରେ। ସେହି 5 ଜିଲ୍ଲା ହେଉଛି ଗଜପତି, ଗଞ୍ଜାମ, ନୟାଗଡ଼, କଟକ, ଯାଜପୁର। ଏହିସବୁ ଜିଲ୍ଲାରେ 1-2ଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଚାଲ ଦେଖିବା ପରବର୍ତ୍ତୀ ଅପଡେଟ୍ କ'ଣ ରହିଛି। ଆସିଲା ବଡ଼ ଖବର, 90 ଦିନ ଯାଏଁ ପୁରୀ ଜିଲ୍ଲାରେ ଲାଗୁ ହେଲା 30 ଧାରା। ପୁରୀ ଜିଲ୍ଲାରେ ପୁଲିସ ଆଇନର ଧାରା 30 ଲାଗୁ କରାଯାଇଛି। ଗତ ମାସ 28 ତାରିଖରୁ ଲାଗୁ କରାଯାଇଥିବା ଏହି ଧାରା ଆସନ୍ତା 2025 ଫେବୃଆରୀ 25 ପର୍ଯ୍ୟନ୍ତ 90 ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ। ପୁରୀ ଜିଲ୍ଲାର ସମସ୍ତ ପୁଲିସ ଷ୍ଟେସନ ଅଞ୍ଚଳ, ପୁରୀ ମ୍ୟୁନିସିପାଲିଟି, ପିପିଲି, କୋଣାର୍କ ଓ ନିମାପଡ଼ା ବିଜ୍ଞପ୍ତ ଅଞ୍ଚଳରେ ଧାରା 30 ଲାଗୁ କରାଯାଇଛି। ଏହି 90 ଦିନ ମଧ୍ୟରେ ବିନା ଅନୁମତିରେ କୌଣସି ଶୋଭାଯାତ୍ରା, ସଭା, ମାଇକ୍ ବ୍ୟବହାର କରାଯାଇପାରିବ ନାହିଁ। ଏନେଇ ପୁରୀ ଅଧ୍ୟକ୍ଷ ବିନୀତ ଅଗ୍ରୱାଲ କହିଦେଇଛନ୍ତି। ତାହେଲେ ଦେଖିବା ପରବର୍ତ୍ତୀ ଅପଡେଟ୍ କ'ଣ ରହିଛି। ଡାକ୍ତରୀ ପାଠ ପଢ଼ିପାରିବେନି ଝିଅ, ବ୍ୟାନ୍ କଲେ ସରକାର। ତାହେଲେ ଦେଖିନେବା ସମ୍ପୂର୍ଣ୍ଣ ଅପଡେଟ୍ଟି କ'ଣ ରହିଛି। ତାଲିବାନର ସର୍ବୋଚ୍ଚ ନେତା ହାଇବତୁଲ୍ଲା ଅଖୁନ୍ଜାଦା ତାଲିବାନର ଜନସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏକ ବୈଠକରେ କିଛି ଏମିତି ଅଜବ ନିୟମ ଘୋଷଣା କରିଛନ୍ତି। କେତେକ ପ୍ରଦେଶରେ ମହିଳାମାନଙ୍କୁ ମେଡିକାଲ ଶିକ୍ଷାରୁ ବଞ୍ଚିତ କରିବା ସହିତ ପୁରୁଷ ମେଡିକାଲ ପ୍ରଫେସନାଲଙ୍କ ଦ୍ୱାରା ଚିକିତ୍ସା କରାଇବାକୁ ମଧ୍ୟ ବାରଣ କରିଛନ୍ତି। ଅର୍ଥାତ୍ ଏହି ନୂତନ ଆଦେଶ ଦ୍ୱାରା ତାଲିବାନ ମହିଳା ସ୍ୱାସ୍ଥ୍ୟ କର୍ମଚାରୀଙ୍କ ତାଲିମ ବନ୍ଦ ହେବ। ତାହା ସହିତ ମହିଳାଙ୍କ ପାଇଁ ଅନାବଶ୍ୟକ ଯନ୍ତ୍ରଣା, ଦୁଃଖ, ଅସୁସ୍ଥତା ଏବଂ ମୃତ୍ୟୁ ଘଟିବ ନିଶ୍ଚିତ କରିଛନ୍ତି ସରକାର। ଅର୍ଥାତ୍ ସେ ଚାହୁଁଛନ୍ତି ତାଙ୍କ ଦେଶରେ ମହିଳା ଅନାୟାସରେ ମୃତ୍ୟୁବରଣ କରନ୍ତୁ, କାରଣ ଏହି ନିୟମ ପରେ ସେମାନଙ୍କର ଚିକିତ୍ସା ପାଇଁ ମହିଳା ସ୍ୱାସ୍ଥ୍ୟକର୍ମୀ ହିଁ ରହିବେ ନାହିଁ। ଆଉ ପୁରୁଷଙ୍କ ଠାରୁ ସେମାନଙ୍କୁ ଚିକିତ୍ସା କରିବା ପାଇଁ ବାରଣ ମଧ୍ୟ କରିଦିଆଯାଇଛି। ଚାଲନ୍ତୁ ଦେଖିବା ପରବର୍ତ୍ତୀ ଅପଡେଟ୍ କ'ଣ ରହିଛି। ପ୍ରତି 3 କିଲୋମିଟରରେ ଖୋଲିବ ଗୋଟିଏ ଡାକଘର। ଦେଶରେ ପ୍ରତି 3 କିଲୋମିଟର ଅଞ୍ଚଳରେ ଡାକଘର ସ୍ଥାପନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ରାଜ୍ୟସଭାରେ ଉତ୍ତର ଦେବା ଅବସରରେ ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ଚନ୍ଦ୍ରଶେଖର ପେମାସାନି କହିଛନ୍ତି ଯେ ଗତ 10 ବର୍ଷରେ 10,500ରୁ ଅଧିକ ନୂଆ ଡାକଘର ଖୋଲାଯାଇଛି। ସେଥିମଧ୍ୟରୁ 90% ଗ୍ରାମାଞ୍ଚଳରେ ରହିଛି। ନୂଆ ଡାକଘର ମଧ୍ୟରୁ 5,000 ଅଧିକ ବାମପନ୍ଥୀ ଉଗ୍ରବାଦୀ ପ୍ରଭାବିତ ଅଞ୍ଚଳରେ ରହିଛି। ଗତ 5 ବର୍ଷ ମଧ୍ୟରେ ଡାକଘରର କୌଣସି କର୍ମଚାରୀ ଚାକିରି ହରାଇ ନାହାନ୍ତି ବୋଲି ଶ୍ରୀ ପେମାସାନି ସ୍ପଷ୍ଟ କରିଛନ୍ତି। ସେ ସୂଚନା ଦେଇଛନ୍ତି ଯେ ବର୍ତ୍ତମାନ ଦେଶରେ 65,000ରୁ ଅଧିକ ଡାକଘର ପାଖାପାଖି 4,50,000 କର୍ମଚାରୀ କାର୍ଯ୍ୟ କରୁଛନ୍ତି। ତ ଚାଲନ୍ତୁ ଦେଖିବା ପରବର୍ତ୍ତୀ ଅପଡେଟ୍ କ'ଣ ରହିଛି। ଜାନୁଆରୀ 17 ତାରିଖରେ ହେବ OSS TET ପରୀକ୍ଷା। ଜାନୁଆରୀ 17ରେ ହେବ ଅଷ୍ଟେଟ୍ ପରୀକ୍ଷା। ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଟିଚର ଇଲିଜିବିଲିଟି ଟେଷ୍ଟ କରୁଛି ମାଧ୍ୟମିକ ଶିକ୍ଷା ପରିଷଦ। ସକାଳ 10ରୁ ଦିନ 12:30 ପର୍ଯ୍ୟନ୍ତ ହେବ ପ୍ରଥମ ସିଟିଂ ପରୀକ୍ଷା। ସେହିପରି ଅପରାହ୍ନ 2ଟାରୁ 4:30 ପର୍ଯ୍ୟନ୍ତ ହେବ ଦ୍ୱିତୀୟ ସିଟିଂ ପରୀକ୍ଷା। www.bscodisha.ac.in ବୋର୍ଡର ୱେବସାଇଟ୍ରେ ଉପଲବ୍ଧ ହେବ ଆଡମିଟ୍ କାର୍ଡ଼। ଜାନୁଆରୀ 8ରୁ ଆଡମିଟ୍ କାର୍ଡ଼ ଡାଉନଲୋଡ୍ କରି ପାରିବେ ପରୀକ୍ଷାର୍ଥୀମାନେ। ପେପର 1ରେ ପରୀକ୍ଷା ଦେବା ପାଇଁ 47,000ରୁ ଅଧିକ ଆବେଦନ କରିଥିବା ବେଳେ ପେପର 2 ପରୀକ୍ଷା ଦେବା ପାଇଁ 3,300ରୁ ଅଧିକ ପରୀକ୍ଷାର୍ଥୀ ଆବେଦନ କରିଥିବାର ସୂଚନା ମିଳିଛି। 50,000ରୁ ଅଧିକ ପ୍ରାର୍ଥୀ ଏହି ପରୀକ୍ଷା ଦେଉଥିବାରୁ ପରୀକ୍ଷା ଆୟୋଜନ ପାଇଁ ଭିନ୍ନ ଭିନ୍ନ ଜିଲ୍ଲାରେ 182ଟି କେନ୍ଦ୍ର ସ୍ଥାପନ କରାଯାଇଛି। ସୂଚନାଯୋଗ୍ୟ OSS TET ଆବେଦନ ପାଇଁ ଗତ ନଭେମ୍ବର 19ରୁ ଡିସେମ୍ବର 1 ତାରିଖ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ ରହିଥିଲା। ଏଥିଲାଗି ବୋର୍ଡ ପକ୍ଷରୁ ଦିଆଯାଇଥିବା ଲିଙ୍କ ଆଧାରରେ ପ୍ରାର୍ଥୀମାନେ ଅନଲାଇନରେ ଫର୍ମ ପୂରଣ କରିଥିଲେ। ଚାଲନ୍ତୁ ଦେଖିବା ପରବର୍ତ୍ତୀ ଅପଡେଟ୍ କ'ଣ ରହିଛି। 18,735 ହିତାଧିକାରୀ ଯୋଜନାରେ ସାମିଲ ହେବାକୁ ନିଜ ଆଡୁ କଲେ ମନା। ଆସିଲା ବଡ଼ ସୂଚନା। ଚାଲନ୍ତୁ ଦେଖିନେବା ସମ୍ପୂର୍ଣ୍ଣ ଅପଡେଟ୍ଟି କ'ଣ ରହିଛି। ଡିସେମ୍ବର 25ରେ ସୁଭଦ୍ରା ଯୋଜନା ଟଙ୍କା ଦେବେ ସରକାର। ପ୍ରଥମ ପର୍ଯ୍ୟାୟ 4ଥ କିସ୍ତିର ସୁଭଦ୍ରା ଟଙ୍କା ଦେବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଯେଉଁ ଆବେଦନକାରୀଙ୍କ ଆବେଦନ ଗ୍ରହଣୀୟ ହୋଇପାରି ନାହିଁ ସେ ନେଇ ଯାଞ୍ଚ ଚାଲିଛି ବୋଲି ସୂଚନା ମିଳିଛି। ଆସନ୍ତା 6 ସୁଦ୍ଧା ଯୋଗ୍ୟ ଅଯୋଗ୍ୟ ତାଲିକା ପ୍ରକାଶ କରାଯିବ। ସପ୍ତାହକ ପର୍ଯ୍ୟନ୍ତ ଏନେଇ ଆପତ୍ତି ଅଭିଯୋଗ ମଧ୍ୟ ଗ୍ରହଣ କରାଯିବ। ଅପରପକ୍ଷରେ ଏଯାବତ୍ 18,735 ହିତାଧିକାରୀ ଯୋଜନାରେ ସାମିଲ ହେବାକୁ ନିଜ ଆଡୁ ମଧ୍ୟ ମନା କରିଦେଇଛନ୍ତି। ଆଦ୍ୟବିଧି ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଥିବା ହିତାଧିକାରୀଙ୍କ ମଧ୍ୟରୁ ଆବେଦନକାରୀ ଏବଂ ଅଣ NFSA ଆବେଦନକାରୀଙ୍କୁ ମିଶାଇ ମୋଟ 8,43,839 ସଂଖ୍ୟକ ଆବେଦନକାରୀଙ୍କୁ ସୁଭଦ୍ରା ଅର୍ଥ ସେମାନଙ୍କ ଆକାଉଣ୍ଟକୁ ଯିବା ଏପର୍ଯ୍ୟନ୍ତ ସେମାନଙ୍କର EKYC ସମ୍ପନ୍ନ କରିବାର ଆବଶ୍ୟକତା ରହିଛି। ଯେଉଁମାନେ OTP ଆଧାରିତ ଆବେଦନ ଦାଖଲ କରିଛନ୍ତି ସେମାନଙ୍କ ପାଇଁ ମଧ୍ୟ ବାୟୋମେଟ୍ରିକ୍ EKYC କରିବାକୁ ପଡ଼ିବ। ଡିସେମ୍ବର 1 ସୁଦ୍ଧା
ସୁଭଦ୍ରାରେ ମୋଟ 1,05,36,612 ଆବେଦନ ଗ୍ରହଣ କରିଦିଆଯାଇଛି। ଚାଲନ୍ତୁ ଦେଖିବା ପରବର୍ତ୍ତୀ ଅପଡେଟ୍ କ'ଣ ରହିଛି। କୃଷକଙ୍କ ପାଇଁ ବଡ଼ ଖୁସି ଖବର। ଭାରତ ସରକାର ଦେଶର ଲୋକଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି। ଦେଶର କୋଟି କୋଟି ଲୋକ ଏହି ସରକାରୀ ଯୋଜନାର ଲାଭ ମଧ୍ୟ ପାଇଛନ୍ତି। ଭାରତ ଏକ କୃଷିପ୍ରଧାନ ଦେଶ। ଭାରତର 50%ରୁ ଅଧିକ ଲୋକ ଚାଷରୁ ରୋଜଗାର କରନ୍ତି। ସେଥିପାଇଁ ସରକାର ବିଶେଷ କରି କୃଷକମାନଙ୍କ ପାଇଁ ଅନେକ ଯୋଜନା ଆଣିଛନ୍ତି। ଯେଉଁମାନେ ଚାଷ କରି ପର୍ଯ୍ୟାପ୍ତ ଅର୍ଥ ରୋଜଗାର କରିବାକୁ ସକ୍ଷମ ନୁହନ୍ତି, ସେ କୃଷକମାନଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଚଳାଉଛନ୍ତି, ଯେଉଁଥିରେ କୃଷକମାନଙ୍କୁ ବାର୍ଷିକ 6,000 ଟଙ୍କା ଦିଆଯାଇଥାଏ। କିଷାନ ଯୋଜନାର ଅଧୀନରେ ସରକାର ଏପର୍ଯ୍ୟନ୍ତ 18ଟି କିସ୍ତି ଜାରି କରିଦେଇଛନ୍ତି। ବର୍ତ୍ତମାନ କୃଷକମାନେ ଏହି ଯୋଜନାରେ ପରବର୍ତ୍ତୀ କିସ୍ତି ପାଇଁ ଅପେକ୍ଷା କରି ରହିଛନ୍ତି। ପରବର୍ତ୍ତୀ କିସ୍ତି କେବେ ଜାରି ହେବ ଚାଲନ୍ତୁ ଜାଣିନେବା। ପରବର୍ତ୍ତୀ କୃଷକମାନେ 19ତମ କିସ୍ତି ପାଇଁ ଅପେକ୍ଷା କରି ରହିଛନ୍ତି। ସରକାର 4 ମାସ ବ୍ୟବଧାନରେ କିସ୍ତି ପଠାଇଥାନ୍ତି। ଏହି ଯୋଜନାରେ 18ତମ କିସ୍ତି ଅକ୍ଟୋବର ମାସରେ ଖାତାକୁ ଆସିଥିଲା। ଯଦି ଏହି ଦୃଷ୍ଟିକୋଣ ଦେଖାଯାଏ, 19ତମ କିସ୍ତି ଫେବୃଆରୀରେ ଜାରି ହୋଇପାରେ। ତ ଚାଲନ୍ତୁ ଦେଖିବା ପରବର୍ତ୍ତୀ ଅପଡେଟ୍ କ'ଣ ରହିଛି। ସିଏପିଏଫ୍ରେ ଚାକିରି ପାଇବାର ବଡ଼ ସୁଯୋଗ। 1 ଲକ୍ଷ ପଦବୀ ଖାଲି। ସେନାରେ ଯୋଗ ଦେଇ ଭାରତ ମାତାର ସୁରକ୍ଷା କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ଆସିଲା ବଡ଼ ଖୁସି ଖବର। ସିଏପିଏଫ୍ରେ ଲକ୍ଷ ଲକ୍ଷ ପଦବୀ ଖାଲି ରହିଛି। କେନ୍ଦ୍ର ସରକାର ନିଜେ ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି। ରାଜ୍ୟସଭାରେ କୁହାଯାଇଥିଲା ଯେ ସିଏପିଏଫ୍ ଏବଂ ଆସାମ ରାଇଫଲ୍ସ ଏଆର୍ରେ 1 ଲକ୍ଷରୁ ଅଧିକ ପଦବୀ ଖାଲି ରହିଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ସେପ୍ଟେମ୍ବର 30 ତାରିଖ ସୁଦ୍ଧା ସିଏପିଏଫ୍ ଏବଂ ଏଆର୍ର ମୋଟ ନିୟୋଜିତ ଶକ୍ତି 9,48,204 ଥିଲା। କେନ୍ଦ୍ର ଗୃହମନ୍ତ୍ରୀ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ଯେ ଖାଲିଥିବା ପଦବୀ ଶୀଘ୍ର ପୂରଣ କରିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ରାଜ୍ୟସଭାରେ ଏ ପ୍ରଶ୍ନରେ ଲିଖିତ ଉତ୍ତରରେ ରାୟ କହିଛନ୍ତି ଯେ ଗତ 5 ବର୍ଷ ମଧ୍ୟରେ ସିଏପିଏଫ୍ ଏବଂ ଏଆର୍ରେ 71,597ଟି ପଦବୀ ପୂରଣ ହୋଇଛି। ମନ୍ତ୍ରୀ କହିଛନ୍ତି ଯେ ଅବସରପ୍ରାପ୍ତ, ଇସ୍ତଫା, ପଦୋନ୍ନତ, ମୃତ୍ୟୁ, ନୂତନ ବଟାଲିୟନ ବୃଦ୍ଧି, ନୂତନ ପଦବୀ ସୃଷ୍ଟି ଇତ୍ୟାଦି କାରଣରୁ ସିଏପିଏଫ୍ ଏବଂ ଏଆର୍ରେ ପଦବୀ ଖାଲି ପଡ଼ିଛି। ମନ୍ତ୍ରୀଙ୍କ ଦ୍ୱାରା ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି ଯେ 2020ରୁ ଅକ୍ଟୋବର 2024 ମଧ୍ୟରେ 42,797 ସିଏପିଏଫ୍ ଏବଂ ଏଆର୍ କର୍ମଚାରୀ ଗୋଟିଏ ବର୍ଷରେ 100 ଦିନ ଛୁଟି ପାଇଛନ୍ତି। ଏବ୍ୟତୀତ ମନ୍ତ୍ରୀ ଏପରି ମଧ୍ୟ କହିଛନ୍ତି ଯେ ଶହୀଦଙ୍କ ପରବର୍ତ୍ତୀ ସିଏପିଏଫ୍ ଏବଂ ଏଆର୍ କର୍ମଚାରୀଙ୍କୁ 25 ଲକ୍ଷ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯିବ। ସେ ଏପରି କହିଛନ୍ତି, ବୀର କେ ଟ୍ରଷ୍ଟ ନିଶ୍ଚିତ କରେ ଯେ ଶହୀଦଙ୍କ ସମ୍ପର୍କୀୟମାନେ ସମସ୍ତ ଅଧିକାରରୁ ଅତି କମରେ 1 କୋଟି ଟଙ୍କା ପାଇପାରିବେ। ବିବାହିତ ଶହୀଦଙ୍କ ପରିବାରର ପିତାମାତା ମଧ୍ୟ ଭାରତ କେ ବୀରରୁ 10 ଲକ୍ଷ ଟଙ୍କା ଆର୍ଥିକ ସହାୟତା ପାଇପାରିବେ। ମନ୍ତ୍ରୀ କହିଛନ୍ତି ଯେ ଭାରତ କେ ବୀର ପୋର୍ଟାଲ 2017ରେ ଆରମ୍ଭ ହୋଇଥିବା ବେଳେ 2018ରେ ଭାରତ କେ ବୀର ଟ୍ରଷ୍ଟ ପ୍ରତିଷ୍ଠା କରାଯାଇଥିଲା। ଏପର୍ଯ୍ୟନ୍ତ 501 ଶହୀଦଙ୍କ ନିର୍ଭରଶୀଳକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ତ ସାରାଦିନ ଏପରି ବଛା ବଛା ଏବଂ ଗୁରୁତ୍ୱପୂର୍ଣ୍ଣ ଖବର ଜାଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ ରଖନ୍ତୁ ଏବଂ ଆମ ଭିଡ଼ିଓ ଗୋଟେ ଲାଇକ୍ କରିଦିଅନ୍ତୁ। ଧନ୍ୟବାଦ।